ଚୁନାନୀ ଗ୍ରାମରେ ଗଙ୍ଗବଂଶୀୟ ବୁଢ଼ାଦେଉଙ୍କ ଗାଦି ଯାତ୍ରା। ଜନସମୁଦ୍ରରେ ପରିପୂର୍ଣ୍ଣ ଚୁନାନୀ ଅଞ୍ଚଳ। ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ ହଜିଯାଇଛନ୍ତି ଚୁନାନୀରେ ଚାଲିଥିବା ଗାଦି ଯାତ୍ରା ଉତ୍ସବ 2025ରେ। ଖୁବ୍ ଉତ୍ସବ ମୁଖରିତ ହୋଇ ଉଠିଛି ଚୁନାନୀର ଏହି ପବିତ୍ର ମାଟି ଉପରେ। ଫରଫର ହୋଇ ଉଡ଼ୁଛି ଗଙ୍ଗବଂଶୀୟ ବୁଢ଼ାଦେଉଙ୍କ ପବିତ୍ର ଝଣ୍ଡା, ଯେଉଁ ଝଣ୍ଡା କି ସୂଚାଇ ଦେଉଥାଏ ଆଧ୍ୟାତ୍ମିକତାର ଏକ ସତ୍ୟର ପଥକୁ, ବିଶ୍ୱାସ ଆଉ ଭକ୍ତିର ପ୍ରତୀକ। ଗଙ୍ଗବଂଶୀୟ ଗାଦି ଯାତ୍ରାରେ ଚୁନାନୀ ଗ୍ରାମର ଗଙ୍ଗବଂଶୀୟ ଗାଦି ଯାତ୍ରା ଉତ୍ସବ କମିଟିର ସଭାପତି ଗୋବିନ୍ଦ ନେଡାମ, ସମ୍ପାଦକ ହରେରାମ ନେଡାମ, କୋଷାଧ୍ୟକ୍ଷ ତିଳକ ନେଡାମ, କଚନା ଧରୁଆ ଶିରା ଉଜ୍ଜଳ ସିଂ ନେଡାମ, କଚନା ଧରୁଆ ଗୁରୁ ଘାରଗୁଲିର ସମସ୍ତ ପାଣିଗ୍ରାହୀ ବ୍ରାହ୍ମଣ ପରିବାରଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ କୁମରା ଟିକେରାଲ ନେଡାମ, ଛତରିଆ ସୁଶୀଲ କୁମାର ନେଡାମ, ପାଟମାଝୀ ଫକୀର ମୋହନ ନେଡାମ, ପାଟକିନାରୀ ପ୍ରାଣ ସିଂ ନେଡାମ ଏବଂ ପାଟନରିଆ ଉତ୍ତମ ବଂଶର ଭାଗନାଗ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ଚୁନାନୀ ଗ୍ରାମରେ ଖୁବ୍ ମହାସମାରୋହରେ ଗଙ୍ଗବଂଶୀୟ ବୁଢ଼ାଦେଉଙ୍କ ଗାଦି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚୁନାନୀ ଗ୍ରାମରେ ରହିଥିବା ଗଙ୍ଗବଂଶୀୟ ବୁଢ଼ାଦେଉ ମନ୍ଦିର ଜନସମୁଦ୍ରରେ ଚଳଚଞ୍ଚଳ ହୋଇ ଉଠିଥିଲା। ବୁଢ଼ାଦେଉ ମନ୍ଦିରରେ 3 ଦିନ ଧରି ବୁଏଲ ଯାତ୍ରା ଖୁବ୍ ଉତ୍ସବ ମୁଖରିତ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୁଏଲ ଯାତ୍ରାରେ ଗ୍ରାମର ଇଷ୍ଟଦେବ ବୁଢ଼ାଦେଉଙ୍କର 3 ଦିନ ଧରି ରୀତିନୀତି ଅନୁସାରେ ମନ୍ଦିର ପୂଜାରୀ ସୁବାସ ମାଝୀଙ୍କ ଦ୍ୱାରା ଯଥାବିଧି ଅନୁସାରେ ପୂଜା କାର୍ଯ୍ୟ କରାଯାଇଥିଲା। ଏହି ଉତ୍ସବରେ 3 ଦିନ ଧରି ମନ୍ଦିରରେ ପୂଜା ପାଳନ କରାଯାଇଥିଲା। ପୂର୍ବ ପରମ୍ପରା ତଥା ସଂସ୍କାର ଅନୁସାରେ ଉତ୍ସବକୁ ଅଞ୍ଚଳବାସୀ ଖୁବ୍ ନିରୋଳ ଭାବରେ ପାଳନ କରିଥାନ୍ତି। ଚୁନାନୀ ଗ୍ରାମରେ ଏହା ଏକ ପ୍ରମୁଖ ଉତ୍ସବ ହୋଇଥିବାରୁ ଗ୍ରାମର ସମସ୍ତ ପରିବାର ଏହି ଉତ୍ସବରେ ଯୋଗ ଦେଇଥାନ୍ତି। ଏହି ଦିନ ଗ୍ରାମର ପ୍ରତ୍ୟେକ ଛୋଟରୁ ବଡ଼ ପର୍ଯ୍ୟନ୍ତ ଯୋଗ ଦେଇ ଉତ୍ସବକୁ ଆନ୍ତରିକତାର ସହକାରେ ପାଳନ କରିଥାନ୍ତି। 3 ଦିନ ଧରି ଏହି ଉତ୍ସବ ପାଳନ ହେଉଥିବା ଯୋଗୁଁ ଗ୍ରାମରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥାଏ। ଏହି ଉତ୍ସବରେ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଆସି ଭଗବାନ ବୁଢ଼ାଦେଉଙ୍କ ପୂଜା କାର୍ଯ୍ୟରେ ଯୋଗ ଦେଇଥାନ୍ତି। ନୂଆପଡ଼ା ଜିଲ୍ଲା ସହିତ ଜିଲ୍ଲା ବାହାର ବଲାଙ୍ଗୀର, ସୋନପୁର, ବରଗଡ଼, କଳାହାଣ୍ଡି, କୋରାପୁଟ ସହିତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବିଭିନ୍ନ ସ୍ଥାନରୁ ଶହ ଶହ ଶ୍ରଦ୍ଧାଳୁ ଆସି ବୁଢ଼ାଦେଉଙ୍କ ଗାଦିଯାତ୍ରା ପାଳନ ବୁଢ଼ାଦେଉଙ୍କ ମନ୍ଦିରରେ କରିଥାନ୍ତି। ବୁଢ଼ାଦେଉଙ୍କ ମନ୍ଦିରରେ ପାଳ ପଡ଼ି ନିଜ ନିଜ ଦୁଃଖ କଷ୍ଟକୁ ଭୁଲି ଯାଇଥାନ୍ତି। ଯେଉଁ ଭକ୍ତଙ୍କ ପରିବାରରେ ପୁଅ ଝିଅ ହୋଇନଥାନ୍ତି, ବୁଢ଼ାଦେଉଙ୍କ ଆଶୀର୍ବାଦରେ ପୁଅ ଝିଅ ଲାଭ କରିବା ସହିତ ପରିବାରରେ ସୁଖ ଶାନ୍ତି ଭରି ଦିଅନ୍ତି ବୋଲି ପୂଜାରୀ କହିଥାନ୍ତି। ଖୁବ୍ ମହାସମାରୋହରେ ଚୁନାନୀ ଗ୍ରାମରେ ଗଙ୍ଗବଂଶୀୟ ବୁଢ଼ାଦେଉଙ୍କ ଗାଦି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମସ୍ତେ ନିଜ ନିଜର ଭକ୍ତି ଆଉ ବିଶ୍ୱାସରେ ବାନ୍ଧି ହୋଇ ବୁଢ଼ାଦେଉ ମନ୍ଦିରରେ ଦୁଃଖ ସୁଖ ଜଣାଇଥିଲେ। ଏହି ଉତ୍ସବରେ ଶହ ଶହ ଭକ୍ତ ଆସି ଉତ୍ସବରେ ଯୋଗ ଦେଇଥିବା ବେଳେ ବହୁ ଦୂରଦୂରାନ୍ତରୁ ମଧ୍ୟ ଶହ ଶହ ଭକ୍ତ ଆସି ଯୋଗ ଦେଇଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, AB ନ୍ୟୁଜ୍।